ନମସ୍କାର। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ସେକ୍ସନ 13ର ଉପସେକ୍ସନ 1, 2, 3 ଏବଂ 4। ତେବେ ଆଲୋଚନା କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ପ୍ରତ୍ୟେକଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆଉ ଗୋଟେ ଉତ୍ସାହ ଯୋଗୁଛି, ପ୍ରେରଣା ଯୋଗୁଛି ଯେ ଆଗକୁ ଆଗକୁ ନୂଆ ନୂଆ ଭିଡିଓ ତିଆରି କରିକି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେବେ ଆସନ୍ତୁ ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ଯେ ସେକ୍ସନ 13 କଣ କହୁଛି ଆରଟି ଆକ୍ଟ 2005 ର। ସେକ୍ସନ 13 କହୁଛି ଆପଣମାନଙ୍କର ଯେ ଟର୍ମସ୍ ଅଫ ଅଫିସ ଆଣ୍ଡ କଣ୍ଡିସନ୍ସ ଅଫ ଦ ସର୍ଭିସ, ଯୋଉଟା ଆପଣଙ୍କର ସେଣ୍ଟ୍ରାଲ ଇନଫର୍ମେସନ କମିଶନରେ ଯେଉଁମାନେ ଆପଣଙ୍କର ଆପଏଣ୍ଟମେଣ୍ଟ ହେବେ ସେମାନଙ୍କର ଟର୍ମସ୍ ଆଣ୍ଡ କଣ୍ଡିସନ କଣ ରହିବ, କେତେ ବର୍ଷ ପାଇଁ ସେମାନେ କାର୍ଯ୍ୟକାଳ ରହିବ, କାଳାବଧି ତାଙ୍କର କେତେ, ଚାକିରି ବର୍ଷ ବା ଆପଣଙ୍କର କଣ କଣ ସର୍ଭିସ ସେମାନେ ଉପଲବ୍ଧ କରିପାରିବେ, କଣ କଣ ଉପଯୋଗ କରିପାରିବେ, ସେ ସମସ୍ତ ବିଷୟବସ୍ତୁ ଉପରେ ଆମେ ଆଲୋଚନା କରିବା। ତେବେ ସେକ୍ସନ 13 ର ଉପସେକ୍ସନ 1 କଣ କହୁଛି ନା ଦି ଚିଫ ଇନଫର୍ମେସନ କମିଶନର shall hold the office for a term of 5 years। ଏଇଟା ଥିଲା 2005 ର ଯୋଉଟା ଆକ୍ଟ ଥିଲା। ସେ ଆକ୍ଟରେ କିଛି ପରିବର୍ତ୍ତନ ବର୍ତ୍ତମାନ କରାଯାଇଛି। ଏଇଠି ଆଗରୁ ଥିଲା ଆପଣଙ୍କର ଯେ 5 ବର୍ଷ ପର୍ଯ୍ୟନ୍ତ, କିନ୍ତୁ 2019 ଆରଟିଏ ଆକ୍ଟ ପ୍ରକାର ଆମେଣ୍ଡମେଣ୍ଟ ଆକ୍ଟ 2019 ପ୍ରକାରେ ଏଇ ଯୋଉ ଟର୍ମ ଅଛି 2005 5 ବର୍ଷ ପର୍ଯ୍ୟନ୍ତ, ସେଇଟା ବର୍ତ୍ତମାନ 2 ବର୍ଷ କମି ଯାଇଛି, ଅର୍ଥାତ 5 ବର୍ଷରୁ ବର୍ତ୍ତମାନ ଆପଣଙ୍କର 3 ବର୍ଷ ହେଇଛି। ଅର୍ଥାତ୍ କହିବାକୁ ଗଲେ ଚିଫ ଇନଫର୍ମେସନ କମିଶନ shall hold the office for a term of 3 years। ଏଠି 5 ବର୍ଷ ଲେଖା ହେଇଛି ଯୋଉଟା କି ମୂଳ ଆକ୍ଟରେ, କିନ୍ତୁ ଆପଣଙ୍କର ଆମେଣ୍ଡମେଣ୍ଟ ଆକ୍ଟ 2019ରେ ଆପଣମାନଙ୍କର ଯୋଉଟା ରୁଲ କରାହେଲା, ଆମେଣ୍ଡମେଣ୍ଟ ରୁଲ 2019 ଆକ୍ଟ କରାହେଲା ଏବଂ ରୁଲ କରାହେଲା, ସେଇ ଆକ୍ଟ ରୁଲ ପ୍ରକାରେ ଜଣେ ଚିଫ ଇନଫର୍ମେସନ କମିଶନଙ୍କର କାଳାବଧି ହେଲା ଯେ ଆପଣଙ୍କର 3 ବର୍ଷ। କିନ୍ତୁ ମୁଁ ଆପଣଙ୍କର ଲେଟରରେ ଦେଖିଛି 5 ବର୍ଷ, ସେଟା ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କର କଣ ହେଇଛି ସେଟା 5ରୁ 3 ବର୍ଷକୁ ଖସି ଆସିଛି। ଅଫିସ ଆଣ୍ଡ shall not be eligible for appointment। ଯେତେବେଳେ ଆପଣମାନଙ୍କର ସେତେବେଳେ 5 ବର୍ଷ ପରେ 5 ବର୍ଷ ଏଣ୍ଟ୍ରି କରିବା ପରେ ସେମାନେ ଯେତେବେଳେ ତାଙ୍କର 65 ଇୟର୍ସ ହଉଥିଲା, ଆଉ ସେମାନେ ଦ୍ୱିତୀୟବାର କଣ ଆପଏଣ୍ଟମେଣ୍ଟ ହେଇପାରିବେ ନାହିଁ। ତ ଲେଖା ଅଛି provided that the no chief information commission shall hold office as such after he has attained the age of 65 years। ଆଗରୁ ଥିଲା ଆପଣଙ୍କର 65 ଇୟର୍ସ ପର୍ଯ୍ୟନ୍ତ ସେ ଆଟେଣ୍ଡ କରିପାରିବେ, କିନ୍ତୁ ବର୍ତ୍ତମାନ ଯେହେତୁ ସେତେବେଳେ 5 ବର୍ଷ କରାହେଇଥିଲା ତେଣୁ 65 କରାହେଲା, କିନ୍ତୁ ବର୍ତ୍ତମାନ ଯେହେତୁ ଆପଣଙ୍କର 3 ଇୟର୍ସ କରାହେଲା, ତେଣୁକରି ଆପଣଙ୍କର 65 ହବ ନାହିଁ। 65 ପର୍ଯ୍ୟନ୍ତ ପକେଇ ପାରିବେ, କିନ୍ତୁ ଜଣେ ଯଦି ଆପଣଙ୍କର 60ରୁ 3 ବର୍ଷ ହିଁ କାମ କରିପାରିବେ, ତାପରେ ଦ୍ୱିତୀୟ ବର୍ଷେ ଆଉ ଆପଏଣ୍ଟମେଣ୍ଟ ପାଇପାରିବେନି। ମନେକର ତାଙ୍କର 3 ବର୍ଷ ଅଛି ବା ଆପଣଙ୍କର 4 ବର୍ଷ ବା 3 ବର୍ଷ ହଉଛି, ଆଉ କ୍ଷମା 62 ବର୍ଷ ହଉଛି, ତାହେଲେ ସେ ଇଲିଜିବୁଲ, କାହିଁକି ସେ 3 ବର୍ଷ କାମ କରିପାରିବେ 65 ବର୍ଷ ପର୍ଯ୍ୟନ୍ତ, ଅର୍ଥାତ 3 ବର୍ଷ ପାଇଁ ସେ ଆପଏଣ୍ଟମେଣ୍ଟ ହେଇପାରିବେ। ତ ଏଇଟା ହଉଛି ଚିଫ ଇନଫର୍ମେସନ କମିଶନଙ୍କର କଣ ଯୋଉ ଟର୍ମ, ଯୋଉଟା କି କେତେ ବର୍ଷ ପର୍ଯ୍ୟନ୍ତ ସେ କାର୍ଯ୍ୟକାରିତା କରିପାରିବେ ବା କେତେ ବର୍ଷ ତାଙ୍କର କାର୍ଯ୍ୟକାଳ। ତାପରେ ସେକ୍ସନ 2 କଣ କରୁଛି, ଏଭ୍ରି ଇନଫର୍ମେସନ କମିଶନର shall hold office for a term of 5 years। ଯୋଉଟା ମୁଁ କହୁଥିଲି, ଯୋଉଟା ଚିଫ ଇନଫର୍ମେସନ କମିଶନ ଯେମିତି ଆପଣଙ୍କର ଆଗରୁ 5 ବର୍ଷ କରୁଥିଲେ, କିନ୍ତୁ ବର୍ତ୍ତମାନ ଆମେଣ୍ଡମେଣ୍ଟ ରୁଲ 2019 ଆମେଣ୍ଡମେଣ୍ଟ ଆକ୍ଟ 2019 ପ୍ରକାରେ ବର୍ତ୍ତମାନ 5 ବର୍ଷ 3 ବର୍ଷ ହେଇଛି। ଏକ୍ଜାକ୍ଟଲି ଇନଫର୍ମେସନ କମିଶନ ମାନଙ୍କ ପାଇଁ ମଧ୍ୟ ଠିକ ସେଇଭଳି ସେମାନଙ୍କର 5ରୁ ତ ଖସିକି ଆପଣଙ୍କର 3 ବର୍ଷ ପର୍ଯ୍ୟନ୍ତ ଯୋଉ ଦିନଠୁ ଆପଣଙ୍କର ଏଣ୍ଟ୍ରି କଲେ କାର୍ଯ୍ୟକାଳକୁ, ସେଇ ଦିନ ଠାରୁ ଆପଣମାନଙ୍କର କଣ ନା ସେମାନେ 3 ବର୍ଷ ହିଁ କାମ କରିପାରିବେ ବା 3 ବର୍ଷ ପର୍ଯ୍ୟନ୍ତ ସେମାନେ ଆପଏଣ୍ଟମେଣ୍ଟ ହେଇକି ରହିପାରିବେ। Provided that further that where the information commissioner is appointed as the chief information commission, his term of the shall not be more than 5 years। ଏଠି 5 ଇୟର୍ସ ଥିଲା, କିନ୍ତୁ ଯଦି ଆପଣଙ୍କର ଇନଫର୍ମେସନ କମିଶନ ଚିଫ ଇନଫର୍ମେସନ କମିଶନ ନାହାନ୍ତି, ତାଙ୍କ ଜାଗାରେ ସେ ଚିଫ ଇନଫର୍ମେସନ କମିଶନ ହେବେ, ତାହେଲେ ଏଇଠି ଲେଖା ହେଇଛି ଆପଣଙ୍କର ନଟ୍ 5 ଇୟର୍ସ, 5 ଇୟର୍ସ ଲେଖା ହେଇଛି, ସେଇଟା ହବ ଆପଣଙ୍କର 3 ଇୟର୍ସ। 3 ଇୟର୍ସ, କାରଣ ୟା ପୂର୍ବରୁ ଥିଲା 5 ଇୟର୍ସ, କିନ୍ତୁ ବର୍ତ୍ତମାନ ହବ ଆପଣଙ୍କର କେବେ 3 ଇୟର୍ସ। ଏଇଟା ଭଲରେ ବୁଝିବାକୁ ଚେଷ୍ଟା କରନ୍ତୁ ହେଲା। ଆଗରୁ ଥିଲା 5 ବର୍ଷ, ଏଇଟା ମୂଳ ଆକ୍ଟ ମୁଁ ଆପଣମାନଙ୍କୁ ଦେଖଉଛି, କିନ୍ତୁ ବର୍ତ୍ତମାନ ଯୋଉଟା ଅଛି ଆପଣଙ୍କର ନେକ୍ସଟ ଭିଡିଓରେ ମୁଁ ଆପଣମାନଙ୍କୁ ଦେଖେଇବି, ଯୋଉଟା କି
ଆମେଣ୍ଡମେଣ୍ଟ ରୁଲ 2019 ଆମେଣ୍ଡମେଣ୍ଟ ଆକ୍ଟ 2019 ପ୍ରକାରେ ଆପଣଙ୍କର ଏଇଟା 5 ବର୍ଷରୁ 3 ବର୍ଷ ଅଛି। କ୍ଲିୟର? ଏଥର ବୁଝିପାରିଥିବେ ନିଶ୍ଚିତ ଭାବରେ। ତାପରେ ସେକ୍ସନ ଉପସେକ୍ସନ 3 କଣ କହୁଛି ନା ଚିଫ ଇନଫର୍ମେସନ କମିଶନ ଅର ଇନଫର୍ମେସନ କମିଶନଶାଲ୍ ବି hereafter upon his office make and subscribe before the president or some of the person appointed by him in that behalf on oath or affirmation according to the form set out for the purpose in the first schedule. So या पूर्व आपनकर चीफ इनफॉरमेशन कमिशन बा आपन स्टेट इनफॉरमेशन कमिशन कहा द्वारा आपनकर अपॉइंटमेंट हेबे आमे पूर्व भिडियो आलोचना करथिले बा कहा द्वारा नियुक्ति प्राप्त करिवे नाम महिम राष्ट्रपति ଭାରତର ଯେ ରାଷ୍ଟ୍ରପତି ଅଛନ୍ତି ତାଙ୍କୁ ସେ ଦେବେ ବା ରାଷ୍ଟ୍ରପତି ଯାହାକୁ ନିଯୁକ୍ତି ଦେଇଛନ୍ତି ବା ଯାହାକୁ ସେ ଆଲାଉ କରିଛନ୍ତି ସେ ମଧ୍ୟ ତାଙ୍କୁ ନିଯୁକ୍ତି ପ୍ରଦାନ କରିବେ। ରାଷ୍ଟ୍ରପତି ଯଦି ନିଜେ ଦଉଛନ୍ତି ଦେଇପାରିବେ, କିନ୍ତୁ ସେ ଆଉ ଅନ୍ୟ କାହାକୁ ଯଦି ଆପଏଣ୍ଟ କରିଛନ୍ତି ନିଯୁକ୍ତି କରିବା ପାଇଁ ତାହେଲେ ତାଙ୍କ ଦ୍ୱାରା ଏଇ ଚିଫ ଇନଫର୍ମେସନ କମିଶନ ବା ଷ୍ଟେଟ ଇନଫର୍ମେସନ କମିଶନ ମାନେ ଆପଣଙ୍କର ଆପଏଣ୍ଟମେଣ୍ଟ ହେଇପାରିବେ। ତାପରେ ଉପସେକ୍ସନ 4 କଣ କହୁଛି na chief information commissioner or the information commission may at any time by writing under his hand address to the president resign from his office. chief information commission কুন্তু বা আমি বর্তমান সেন্ট্রাল ইনফরমেশন কমিশন কথা চিন্তা করছে চিফ ইনফরমেশন কমিশন কথা কুন্তু বা আপনার ইনফরমেশন কমিশন কথা কুন্তু সেমানଙ୍କର ইচ্ছা ହେଲା ସେମାନେ କାମ କରିବାକୁ ମାନେ ନିଜକୁ ନାରାଜ କରୁଛନ୍ତି ବା ସେମାନେ କୌଣସି ଗୋଟେ ତାଙ୍କ ପର୍ସନାଲ କାରଣ ହେତୁ ଚାକିରି କରିବାକୁ ବା ଏଇ ପଦବୀ ରହିବା ପାଇଁ ଇଚ୍ଛା କରୁନାହାନ୍ତି ତାହେଲେ ନିଜେ ଲେଖିକି ରିଜାଇନ୍ କରିପାରିବେ। କାହାକୁ ନା ରାଇଟିଂରେ ନିଜେ ଲେଖିକି ଆପଣଙ୍କର ମହାମହିମ ରାଷ୍ଟ୍ରପତିକୁ ରିଜାଇନ୍ ଲେଟର ଦେଇପାରିବେ ଏବଂ ରିଜାଇନ୍ କରିପାରିବେ। provided that the information commissioner or an information commission may removed in the manner specified under subsection 14 subsection 14 ପ୍ରକାରେ যে চিফ ইনফরমেশন অফিস কমিশনার হুঁতু কিংবা স্টেট সরি ক্ষমা করবে চিফ ইনফরমেশন কমিশনার হুঁতু কিংবা ইনফরমেশন কমিশন হুঁতু ସେମାନେ ରିମୁଭ୍ ହେଇପାରିବେ ତାଙ୍କର ଯଦି କୌଣସି ପ୍ରକାର କାପାବିଲିଟି ନାହିଁ ବା କୌଣସି ପ୍ରକାର ଦୁର୍ନୀତି ହେଲା ବା କୌଣସି ପ୍ରକାର ଅସୁବିଧା ହେଲା ବା କିଛି ଗୋଟେ ତାଙ୍କର ଯୋଉ କାର୍ଯ୍ୟକ୍ରମରେ ସେମାନେ ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ କରିପାରିଲେନି ତାହେଲେ ଆପଣଙ୍କର ଅଣ୍ଡର ସେକ୍ସନ ଯୋଉଟା 14 ଅଛି ସେ ସେକ୍ସନ 14 ପ୍ରକାର ତାଙ୍କୁ ରିମୁଭ୍ ମଧ୍ୟ କରାଯାଇପାରିବ। ତାଙ୍କୁ ରିମୁଭ୍ ମଧ୍ୟ କାହାକୁ ଚିଫ ଇନଫର୍ମେସନ କମିଶନ ହୁଅନ୍ତୁ ବା ଷ୍ଟେଟ ଇନଫର୍ମେସନ କ୍ଷମା କରିବେ ଇନଫର୍ମେସନ କମିଶନ ହୁଅନ୍ତୁ। ଆମେ ବର୍ତ୍ତମାନ ସେଣ୍ଟ୍ରାଲ ଇନଫର୍ମେସନ କମିଶନ କଥା କହୁଛେ ଚିଫ ଇନଫର୍ମେସନ କମିଶନ କିମ୍ବା ଇନଫର୍ମେସନ କମିଶନ କୁ ରିମୁଭ୍ ମଧ୍ୟ କରାଯାଇପାରିବ। ତାଙ୍କର ବିଭିନ୍ନ ପ୍ରକାର ଯଦି କିଛି ଲ ପଲିସି ହେଲା ଯୋଉ କାଳାବଧି ଅନୁସାରେ ଯୋଉ କାର୍ଯ୍ୟକ୍ରମ କରିବା କଥା ଯୋଉ ଇନିସିଏଟିଭ ନେବା କଥା ସେଥିରେ ସେମାନଙ୍କର ଯଦି କାପାବିଲିଟି ନାହିଁ ସେଥିରେ ସେମାନଙ୍କର ଯଦି କାଲିବରିଟି ନାହିଁ ବା କିଛି ପ୍ରକାର ଦୁର୍ନୀତିଗ୍ରସ୍ତ ହେଲା ବା କିଛି ପ୍ରକାର ଅଭାବ ସୁଦ୍ଧା କାର୍ଯ୍ୟକ୍ରମ କଲେ ତାହେଲେ ତାଙ୍କୁ କଣ ରିମୁଭ୍ ମଧ୍ୟ କରାଯାଇପାରିବ। এইটা হচ্ছে ଟର୍ମ ଅଫ ଅଫିସ ଆଣ୍ଡ କଣ୍ଡିସନ୍ସ ଅଫ ସର୍ଭିସ କାହାର ନା ସେଣ୍ଟ୍ରାଲ ଇନଫର୍ମେସନ କମିଶନର ଚିଫ ଇନଫର୍ମେସନ କମିଶନ ଏବଂ ଇନଫର୍ମେସନ କମିଶନର। ତ ଆଜି ଆମେ ଏଇ ଭିଡିଓରେ ଆଲୋଚନା କଲେ ଯେ ସେକ୍ସନ 13 ର ଉପସେକ୍ସନ 1, 2 ଏବଂ 3, 4 ଏଥିରେ ଚିଫ ଇନଫର୍ମେସନ କମିଶନ ବା ଇନଫର୍ମେସନ କମିଶନ ତାଙ୍କର କାର୍ଯ୍ୟକାଳ ରହିବ କେତେ 3 ବର୍ଷ। ତ ଯେତେବେଳେ ସେମାନେ ଯଦି ଗୋଟେ ଚିଫ ଇନଫର୍ମେସନ କମିଶନ ରିଟାୟାର୍ଡ ହେଇଗଲେ ଆଉ ସେଇଠି ଆପଣଙ୍କର ଚିଫ ଇନଫର୍ମେସନ କମିଶନ ନାହାନ୍ତି ଇନଫର୍ମେସନ କମିଶନ ଅଛନ୍ତି ତାହେଲେ ସେ ଇନଫର୍ମେସନ କମିଶନ ସେଇଠି ଚିଫ ଇନଫର୍ମେସନ କମିଶନ ହିସାବରେ ନିଯୁକ୍ତି ପ୍ରାପ୍ତ ହେଇପାରିବେ କିନ୍ତୁ ଅପ୍ ଟୁ ଦ ପିରିୟଡ ଅଫ 3 ଇୟର୍ସ ଭିତରେ ହିଁ ହେଉଥିବା ଦରକାର। ଏଇଟା ହେଲା ଯେ ତାଙ୍କର ଟର୍ମସ ଉପରେ ରହିଲା ଏବଂ ସେମାନେ ଯଦି ରିଜାଇନ୍ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରେସିଡେଣ୍ଟକୁ ଲିଖିତ ଆକାରରେ ରିଜାଇନ୍ ପତ୍ର ଦେଇକି ଆପଣଙ୍କର ରିଜାଇନ୍ କରିପାରିବେ ନିଜ ପଦବୀରୁ। ଏବଂ ପ୍ରୋଭାଇଡେଡ୍ ଦ୍ୟାଟ୍ ଆପଣଙ୍କର ସେକ୍ସନ 14 ପ୍ରକାରେ ସେକ୍ସନ 14 ପ୍ରକାରେ ତାଙ୍କର ଯଦି କୌଣସି ପ୍ରକାର ଦୁର୍ନୀତି ହେଲା ବା ଦୁର୍ନୀତିଗ୍ରସ୍ତରେ ଲିପ୍ତ ରହିଲେ ବା ଆପଣଙ୍କର କାଲିବରିଟି ହେଲା ନାହିଁ ବା ସେମାନଙ୍କର ଇମ୍ପ୍ରୁଭମେଣ୍ଟ ହେଲା ନାହିଁ ବା ସେମାନେ ଭଲ ଭାବରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳିତ କରିପାରିଲେ ନାହିଁ ବା ତାଙ୍କର ସ୍କିଲ୍ ହେଇପାରିଲେ ନାହିଁ ବା ଯୋଉ କାର୍ଯ୍ୟ ଭିତ୍ତିକ ଅନୁସାରେ କାର୍ଯ୍ୟ କରିବା କଥା କରିପାରିଲେ ନାହିଁ ତାହେଲେ ତାଙ୍କୁ ରିମୁଭ୍ ମଧ୍ୟ କରାଯାଇପାରିବ। এইটা হচ্ছে ଆଜିର ଭିଡିଓ। ତେବେ ଆପଣମାନେ এই ଭିଡିଓଟି ଦେଖିଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି আর ମୋର ଶେଷ ପର୍ଯ୍ୟନ୍ତ ଦେଖିଥିବା ନିଶ୍ଚିତ ଭାବରେ ଏବଂ ମୁଁ ଅନୁରୋଧ କରୁଛି ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।